ବନ୍ଧୁ ଆଜି ସତ୍ୟ ଆପଣଙ୍କୁ ମିଥ୍ୟା ମୋତେ ସତ୍ୟ କିନ୍ତୁ ଅଷ୍ଟପରି ଆଗରୁ ହେଉଥିଲା ମନା ନାହିଁ କିନ୍ତୁ ଯାହା ଯେମିତି ଚାଲିଥିଲା ଚାଲିଛି କିନ୍ତୁ ଆମେ ଯଜ୍ଞ କଲା ଭିତରେ ଯଜ୍ଞ କଲା ଦିନଠୁ କିଏ ବିଶ୍ୱାସ କରେ କିମ୍ବା କିଏ ବିଶ୍ୱାସ ନ କରେ ତାପରେ ଆମକୁ ଫିଲ୍ ହେଉଛି ଆମେ ପୁରା ଏକଦମ ଭଲରେ ଅଛୁ। ଭଗବାନ ଯେମିତି ରଖିଛନ୍ତି ଈଶ୍ୱର ଆମକୁ ଭଲରେ ରଖିଛନ୍ତି। ତାପରେ ଆମେ ଯଜ୍ଞର ପରେ କଲା ପରେ କିନ୍ତୁ ଆମେ ବହୁତ ଭଲରେ ଅଛୁ। ମନ ଭଲରେ ଅଛି, ଶାନ୍ତି ଲାଗୁଛି, ଖାଉଛୁ ଭଲରେ, ଫିଲ୍ ହେଉଛି ଭଲ, ଉନ୍ନତିମୂଳକ ଆସୁଛି, ଆଗ ଅପେକ୍ଷା ଉନ୍ନତି ଆସୁଛି। କିନ୍ତୁ ଏଇଟା ଅନୁଭୂତିର କଥା, ଘିଅ ପୋଡ଼ିଲା ଦିନଠୁ ଯଜ୍ଞ କଲା ପରେ ବି ମାନେ ଏଇଟା ଅନୁଭୂତି ବହୁତ ଆନନ୍ଦିତ ଲାଗୁଛି। କିଛି କାର୍ଯ୍ୟ କିଛି ପୂରଣ ହେବାକୁ କିନ୍ତୁ ଆସ୍ତେ ଆସ୍ତେ ପୂରଣ ହେଇଯାଉଛି ସେ କାର୍ଯ୍ୟ, କିନ୍ତୁ ଆଗକୁ ପୂରଣ ହେବ ବୋଲି ଆମର ବହୁତ ଆଶା ବି ଭରସା ଅଛି। କିନ୍ତୁ ତୁମକୁ ସାହସ ଦେଉଛି ତୁମେ ଏଇଟା କର, ଆଗକୁ ଚାଲ। ପୂର୍ବରୁ ଏତେ ହେଉନଥିଲା, ଭାଇ ଭାଇର ଯଦି ବି ଖରାପ ସମ୍ପର୍କ ସେଇଟା ଭଲ ହେଇକି ଆଉଛି। ତା ଭିତରେ ମୁଁ ଦେଖୁଛି ଯଜ୍ଞ କଲା ଭିତରେ ବହୁତ ଆନନ୍ଦିତ ଲାଗୁଛି, ମନ ଉତ୍ସାହିତ ହେଉଛି। ଅସୁବିଧା ଟାଇମ୍ରେ କିଛି ଅସୁବିଧା ବି ଜଣାପଡ଼ୁନି, କିଛି ଅସୁବିଧା ମୁଁ ସମ୍ମୁଖୀନ ସେତେଟା ଫିଲିଂ ହେଉନି। କିନ୍ତୁ ଆର ମୁଁ ଦେଖିଲି ବହୁତ ଉନ୍ନତିମୂଳକ, କିନ୍ତୁ ଆଗକୁ ଉନ୍ନତି ଅଛି ଏଇଟା ମୁଁ ଗ୍ୟାରେଣ୍ଟି ମାନେ କହୁଛି। ପରେ ଉନ୍ନତି ଲାଗିକି ରହିବ ଆଉ ଉନ୍ନତି ଚାଲିବ। ବର୍ତ୍ତମାନ ଯେମିତି ଅଛୁ ଭଲରେ ଅଛୁ, ପୂର୍ବରୁ ଯେମିତି ଥିଲୁ ଖରାପରେ ଥିଲୁ, କିନ୍ତୁ ଯଜ୍ଞ ପରେ ଯେମିତି ଅଛୁ ଭଲରେ ଅଛୁ ଆଉ ଭଲରେ ଥିବୁ ଆଶା କରୁଛୁ। ଆଉ ଭଲ ବି ହେଇଯିବ ଆମେ ବି ଆଶା କରୁଛୁ। ଆଉ ପିଲାମାନେ ଆସ୍ତେ 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 ହେଇକି ଲାଗିଲେଣି, ଆସ୍ତେ ଆସ୍ତେ ସେ ମନ ଆଉ ବିଶ୍ୱାସ ବି ଆମର ଆସୁଛି। ସମସ୍ତେ ଉନ୍ନତି କରିବେ, ଭଲରେ ରହିବେ। ଘିଅ ପୋଡ଼ିଆର ମହତ୍ତ୍ୱ ଆମେ ଆଜି ଜାଣିଲୁ। ଏତିକି କହି